ଆମର ଆମେ କହୁଛୁ ପ୍ରତାପରୁଦ୍ରପୁର ପଞ୍ଚାୟତ ବାଲିଅନ୍ତା ବ୍ଲକ ଖୋର୍ଦ୍ଧା ଜିଲ୍ଲା ମୁଁ କ୍ଷୀରଚନ୍ଦ୍ର ପଣ୍ଡା। ମୁଁ ଆଜି ଗୋଟେ ରାଜ୍ୟ ସରକାରଙ୍କୁ କହୁଛି କୋଅପରେଟିଭ ସୋସାଇଟି ଗୋଟେ ଅଛି ଚାଷୀମାନଙ୍କ ପାଇଁ ସହାୟତା ଜିନିଷ। ଯେଉଁ ଚାଷୀମାନେ ଋଣ ନେଇଛନ୍ତି ତାଙ୍କର ଅକାଳ ବିୟୋଗରେ ହେଲା ସେ ଚାଷୀ ଋଣଟା ସରକାରଙ୍କ ତରଫରୁ ଛାଡ଼ ହେଇଯିବା କଥା। ତାର ଇନ୍ସୁରାନ୍ସ ନେଉଛନ୍ତି ଲୋନ୍ ବାବଦରେ ଇନ୍ସୁରାନ୍ସ ବି ନେଉଛନ୍ତି ଇନୱାଲ୍ ପାଇଁ ନେଉଛନ୍ତି ପଇସା ତ ସେ ପଇସାଟା ସବୁ ଛାଡ଼ ହେଇଯିବା କଥା। କିନ୍ତୁ ତାର ଛାଡ଼ ନ ହୋଇ ପର ମୁହୂର୍ତ୍ତରେ ସେମାନେ ସେବା ସମବାୟ ସମିତି ମାନେ ତାଙ୍କ ପରିବାରକୁ କହୁଛନ୍ତି ତମେ ସେ ଋଣଟାକୁ ତମେ ନୂଆ ପୁଣା କର ତମ ନାଁକୁ ଘିନି ଆସ। ଲିଗାଲ ଏୟାର ଯିଏ ରହୁଛନ୍ତି ତାଙ୍କ ନାଁକୁ ଟ୍ରାନ୍ସଫର କରିବା ପାଇଁ କରି ଆଣ। ଯଦି କରି ଆଣ ତା ବୋଝ ଉପରେ ନଳିତା ପିଟା ପଡ଼ିଗଲା ଫେରେ ସେ ଲୋକଟି ମଲା ତା ପରିବାର ପାଇଁ ଏକ ଦୁଃଖଦାୟକ ଘଟଣା ହେଲା। କାହିଁକିନା ସେ ସକ୍ଷମ ଥିଲା ଚଳଉଥିଲା ଭଲ ମନ୍ଦ କରୁଥିଲା। ଲୋନ୍ ପାଇଁ ଇନ୍ସୁରାନ୍ସ କାହିଁ ଦେବୁ ଲୋନ୍ ପାଇଁ ଇନ୍ସୁରାନ୍ସ ନେଉଛନ୍ତି ଯଦି ହେଲା ଇନ୍ସୁରାନ୍ସଟା ସୋସାଇଟିରୁ ଋଣ ନେଇଥିବା ଲୋକ ଯଦି ଅକାଳ ବିୟୋଗ ହେଲା ମୃତ୍ୟୁ ହେଲା ତାର ଛାଡ଼ ହେଇଗଲେ ସେ ଟିକେ ଉପଶମ ପାଆନ୍ତା ତା ପରିବାର। ତା ସହିତ ଯେଉଁମାନେ ଗରିବ ଲୋକ ଅଛନ୍ତି ଭୂମିହୀନ ବା ଅଳ୍ପକିଆ ଜମି ତାକୁ ମଧ୍ୟ ଋଣ ସରକାର ବ୍ୟବସ୍ଥା କଲେ ମଧ୍ୟ ସେମାନଙ୍କୁ କୋଅପରେଟିଭ ସୋସାଇଟିରୁ ଋଣ ମିଳୁନାହିଁ। ସରକାର କହୁଛନ୍ତି ଗୋଟେ ପ୍ରକାର ଋଣ ସେମାନେ କୋଅପରେଟିଭ ସୋସାଇଟି କହୁଛି ଗୋଟେ ପ୍ରକାର ଯାହାକି ଗରିବ ଲୋକ ଅଧିକାଂଶ ଲୋନ୍ ବି ପାଉନାହାନ୍ତି। କିନ୍ତୁ ଋଣଟା ଛାଡ଼ ହେବା ଦରକାର। ଯେଉଁ ଲୋକ ଋଣ ନେଇଥିଲା ସେ ଯଦି ତାର ଅକାଳ ବିୟୋଗ ହେଲା ସେ ଋଣଟା ଛାଡ଼ ହେଇଗଲେ ସେଟାକୁ କମ୍ପାନୀ ଇନ୍ସୁରାନ୍ସ କମ୍ପାନୀ ତରଫରୁ ସରକାର ନିଅନ୍ତୁ ବା ତା ପାଇଁ ସରକାର କୋଅପରେଟିଭ ଋଣ ଦେଉ। କିନ୍ତୁ ତାର ପର ମୁହୂର୍ତ୍ତରେ ଯେଉଁ ତା ପରିବାର ବୋଝ ଉପରେ ଦିଆ ହେଇଯାଉଛି ଋଣଟାକୁ ଏଇଟା ଏକ ଦୁଃଖଦାୟକ ଘଟଣା। କିନ୍ତୁ ଏଇଟା ରାଜ୍ୟ ସରକାର ଗୋଟେ ଗୁରୁତ୍ୱ ନିଅନ୍ତୁ। ସେବା ସମବାୟ ସମିତିରୁ ଯେଉଁ ଚାଷୀମାନେ ଋଣ ନେଉଛନ୍ତି ତାଙ୍କର ଅକାଳ ବିୟୋଗରେ ମୃତ୍ୟୁବରଣ କଲେ ସେ ଋଣଟାକୁ ସେବା ସମବାୟ ସମିତି ସମ୍ପୂର୍ଣ୍ଣ ଋଣମୁକ୍ତ ଛାଡ଼ କରୁ ଏବଂ ତାଙ୍କ ପରିବାର ବୋଝ ଉପରକୁ ନ ଦେଉ। କାହିଁକିନା ପର ମୁହୂର୍ତ୍ତରେ ସେ କହୁଛନ୍ତି ଋଣଟାକୁ ନେଇ ତା ପରିବାର ବୋଝ ଉପରେ ଦେଉଛନ୍ତି ଯାହାକି ଏକ ଦୁଃଖଦାୟକ ଘଟଣା। ଏ ଭିଡ଼ିଓଟି ରାଜ୍ୟ ସରକାର ଦେଖନ୍ତୁ ତାର ଗୋଟେ ସ୍ଥାୟୀ ପ୍ରତିକାର କରନ୍ତୁ ଚାଷୀ ତାର ଲାଭବାନ କିଛି ହେଇପାରିବ।